ଶ୍ରଦ୍ଧାବାନକୁ ଜ୍ଞାନ ପ୍ରାପ୍ତି ହୁଏ ଏବଂ ଜ୍ଞାନ ଦ୍ୱାରା ପରମ ଶାନ୍ତି ପ୍ରାପ୍ତି ହୁଏ ବୋଲି କହି ଭଗବାନ ବର୍ତ୍ତମାନ ଶ୍ରଦ୍ଧାହୀନ ଓ ବିବେକହୀନ ସଂଶୟାତ୍ମାମାନଙ୍କର ନିନ୍ଦା କରୁଛନ୍ତି। ବିବେକହୀନ, ଶ୍ରଦ୍ଧାରହିତ ଏବଂ ସଂଶୟଯୁକ୍ତ ମନୁଷ୍ୟ ପରମାର୍ଥରୁ ଅବଶ୍ୟ ଭ୍ରଷ୍ଟ ହୋଇଯାଏ। ଏପରି ସଂଶୟଯୁକ୍ତ ମନୁଷ୍ୟ ପାଇଁ ଇହଲୋକ ନାହିଁ କି ପରଲୋକ ନାହିଁ କି ସୁଖ ମଧ୍ୟ ନାହିଁ। ଏ କଥାର ଭାବ ହେଲା, ବେଦ ଶାସ୍ତ୍ର ଏବଂ ମହାପୁରୁଷମାନଙ୍କ ବଚନକୁ ତଥା ସେମାନଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଧନାକୁ ଠିକ୍ ବୁଝି ନ ପାରିବାରୁ ତଥା ଯାହା କିଛି ବୁଝେ ତାହା ଉପରେ ମଧ୍ୟ ବିଶ୍ୱାସ ନ ହେବାରୁ ଯାହାର ବିଭିନ୍ନ ବିଷୟରେ ସଂଶୟ ରହିଥାଏ ଏବଂ ଯେ କୌଣସି ପ୍ରକାରେ ନିଜର କର୍ତ୍ତବ୍ୟ ନିଶ୍ଚୟ କରିପାରେ ନାହିଁ, ସବୁ ଅବସ୍ଥାରେ ସଂଶୟଯୁକ୍ତ ହୋଇ ରହେ, ସେହି ମନୁଷ୍ୟ ନିଜର ମନୁଷ୍ୟ ଜୀବନକୁ ବ୍ୟର୍ଥ କରିଦିଏ ତଥା ଏହି ଜନ୍ମରେ ହୋଇପାରୁଥିବା ପରମ ଲାଭରୁ ବଞ୍ଚିତ ହୋଇ ରହିଯାଏ। ଅଭିପ୍ରାୟ ହେଲା ଯେ ସଂଶୟଯୁକ୍ତ ମନୁଷ୍ୟ ଯେ କେବଳ ପରମାର୍ଥରୁ ଭ୍ରଷ୍ଟ ହୋଇଯାଏ ତାହା ନୁହେଁ। ଯେ ପର୍ଯ୍ୟନ୍ତ ମନୁଷ୍ୟଠାରେ ସଂଶୟ ବିଦ୍ୟମାନ ରହେ, ଯେ ପର୍ଯ୍ୟନ୍ତ ସେ ତାହା ନାଶ ନ କରେ, ସେ ପର୍ଯ୍ୟନ୍ତ ସେ ଏହି ଲୋକରେ ରହି ମଧ୍ୟ ଧନ, ଐଶ୍ୱର୍ଯ୍ୟ ବା ଯଶ ପାଇପାରେ ନାହିଁ। ପରଲୋକରେ ବା ମରିବା ପରେ ମଧ୍ୟ ସ୍ୱର୍ଗାଦି ପାଇପାରେ ନାହିଁ ଏବଂ କୌଣସି ପ୍ରକାର ସାଂସାରିକ ସୁଖ ମଧ୍ୟ ଭୋଗ କରିପାରେ ନାହିଁ। କାରଣ ଯେ ପର୍ଯ୍ୟନ୍ତ ମନୁଷ୍ୟ କୌଣସି ବିଷୟରେ ସଂଶୟଯୁକ୍ତ ହୋଇ ରହେ, କିଛି ନିଶ୍ଚୟ କରିପାରେ ନାହିଁ, ସେ ପର୍ଯ୍ୟନ୍ତ ସେ ସେହି ବିଷୟରେ ସଫଳତା ମଧ୍ୟ ପାଇପାରେ ନାହିଁ। ତେଣୁ ମନୁଷ୍ୟ ନିଜର ଶ୍ରଦ୍ଧା ଓ ବିବେକ ଦ୍ୱାରା ଏହି ସଂଶୟକୁ ଅବଶ୍ୟ ନାଶ କରିଦେବା ଉଚିତ।